ଚାଉଳିଆ ଥଟାର ସେ ମୋର ଏଇଟା ଆଗରୁ ଖଣ୍ଡିଆ ହେଇଥିଲା। ଖଣ୍ଡିଆ ମୁଁ ଯାଇଥିଲି ନୂଆ ମେଡିକାଲ ଷ୍ଟିଚ୍ କରିବାକୁ। ତାପରେ ସେମାନେ ଆଗରୁ ସବୁ କଥାବାର୍ତ୍ତା ହେଇ ସବୁ ଥିଲେ। ତାପରେ ମୁଁ ଯାଉଥିଲି ମତେ ଅଟକେଇକି ସବୁ ଆଗେ ବାଡା ବୁଡି କଲେ। ତାପରେ ଧରିକି ବହୁତ ବାଡେଇଲେ। ଭାଷା ଅଭାଷାରେ ଗାଳି ଗୁଲଜ କଲେ। ବସ୍ତ୍ର ଖୋଲିଲେ? ଆଜ୍ଞା ସବୁ ପ୍ୟାଣ୍ଟ ସାର୍ଟ ସବୁ ଖୋଲିଦେଲେ। ଅଭାଷା ଭାଷାରେ ଗାଳି ଗୁଲଜ କରିକି ମତେ କହିଲେ ତୁ ଯା ତୁ ଯିବୁ ଯଦି ଥାନାକୁ ତୋ ପେଟରେ ଛୁରୀ ପୁରେଇ ଦବୁ। ପୁରା ଅଭାଷା ଭାଷା ମନୋଜ ସାହୁ ସେଇ ମୀନା ସାହୁଙ୍କ ଭାଇ ମନୋଜ ସାହୁ ଆଉ ବାପୁ ସାହୁ ଆଉ ଲିପୁ ସାହୁ ଆଉ ଇଏ କଣ ପାଇଁ ବାଡେଇଲେ ତମକୁ? ମତେ କହୁଛନ୍ତି ତୁ ମୋର ସେଇ ଆସିବୁନି। ମତେ କହିଲେ ରାଲିରେ ଆ। ମୁଁ ଯେମିତି ରାଲିରେ ନ ଯିବାରୁ ମତେ ବିଜେପି ରାଲି ମୁଁ ଯଦି ନ ଯିବାରୁ ମତେ ଏମିତି କଲେ। ବିଜେପି ରାଲି ହେଇଗଲା କେତେ ଦିନ ମତେ କହିଲେ ପିଲା ନେଇକି ଆ। ମୁଁ ଯେମିତି ପିଲା ନ ଯିବାରୁ ଆଗରୁ ଏମିତି ରାଗ ଫାଗ ରଖିଲେ। ଏବେ ବି ସେଇ ରାଗରେ ବିଜେପି ଦଳର ଲୋକ ଆଜ୍ଞା। ଏ ଘଟଣା କେବେକାର? ଏ ଦଳ ଏଇ ଯୋଉ ଏଇ ଝଗଡା ହେଲା 15 ତାରିଖ ଦିନ ହେଲା। ମତେ ମାଇଲେ ଜୁଲାଇ 15। ଆଜ୍ଞା। ମାରିକି ଭିଡିଓ କରିବା କୋଉଦିନ? ଭିଡିଓ ବି ସେଇଦିନ କରିଛନ୍ତି ମାରି ଆଜ୍ଞା। ଭିଡିଓ କରିଛନ୍ତି 12ଟା 1 ବେଳ ସମୟରେ। ଆଜି ଯାଇ ଜଣେଇଲେନି ଘରେ ଥାନାରେ ଡରିକିନା ସାର୍ ମୁଁ ଘରେ ଜଣେଇ ନଥିଲି ପୁରୀ ପଳେଇଥିଲି। ମୁଁ କାଲି ଫେରିଲି। କାଲି ମା ନେଇକି ଆସିଲେ ଥାନାକୁ। ଭିଡିଓ କଲେ ଭିଡିଓ କରିକି ଭିଡିଓ ସବୁଆଡେ ଭାଇରାଲ କରିଦେଇଛନ୍ତି। ପିଲା ମାଡ ସିଏ ବି ସେଇ ତାଙ୍କରି ଭାଇ ମାରିଛନ୍ତି। ହଁ ସିଏ ଥାନାରେ ଦେଇଥିବେ ନା ନାଇଁ ମୁଁ ଜାଣିନାହିଁ। ଏଇଟା ଆଜି ଆସିଛି କଣ ମା ଥାନା ବାଲା କହିଥିଲେ କଣ ଆଧାର କାର୍ଡ ଦରକାର ଅଛି ବୋଲି ଆମେ ଆସିଥିଲୁ। FIR ହେଇଛି ଆଜ୍ଞା। ମତେ ଇଏ ପଛରେ ଇଏ କରିବେ କହିବେ ଯଦି ବାଡା ବୁଡି କରିବେ ଧମକା ଧମକି କରିବେ। ଆଜି ମୋ ଆଜ୍ଞା ମା ବି କହିଲେ ମତେ ବାଡା ବୁଡି କରିବେ କାଳେ ଆଉଥରେ। କହୁଛନ୍ତି କଣ କିଛି ଚୋରି କରିବା ଘଟଣା? ନାଇଁ କିଛି ନାଇଁ ଇଏ ମିଛକୁ ସତ ସବୁ କହୁଛନ୍ତି। ମଝିରେ ଥରେ ନାଇଁ ପ୍ରଧାନ ଦୋକାନରେ କିଛି ଗୋଟେ ଜିନିଷ ବି ନେଇନି। ରଙ୍ଗ ଦୋକାନରେ କାମ କରୁଥିଲି କାମ ଛାଡି ଦେଇଛି। ଚାଉଳିଆ କଣ ଥଟାର ସାହି। ଆଜ୍ଞା ଯାହା ଦଣ୍ଡ ଦେଇଛନ୍ତି ତାକୁ ବି ନ୍ୟାୟ ମିଳୁ। ଗତକାଲି ଆମର ଏଇ ସଂକ୍ରାନ୍ତରେ ଗୋଟେ ତାଲା ଦେଇଥିଲେ ପ୍ରଭାତୀ ଲେଙ୍କା। ସେ ତାଙ୍କର ଅଭିଯୋଗ ଥିଲା। ସେ ଅଭିଯୋଗ ଉପରେ ଆମର କାଲି କେସ୍ କରାଯାଇଥିଲା 324/26 ଚଳିଆଗଞ୍ଜରେ। ସେଇଟା BNS ସେକ୍ସନ ପୋକ୍ସୋ ଏବଂ IT ସେକ୍ସନ ଆମର କେସ୍ କରାଯାଇଥିଲା। ଆମେ ତଦନ୍ତ କରି କାଲି ଲେଟ୍ ଆୱାରରେ ଯେ ପ୍ରାଇମ୍ ଆକ୍ୟୁଜ ଅଛନ୍ତି ତାଙ୍କର ନାଁ ରହୁଛି ପ୍ରଣବ ସାହୁ। ଆମେ ତାଙ୍କୁ କାଲି ଗିରଫ କରିଥିଲୁ ଏବଂ ତାକୁ ଆଜି କୋର୍ଟ ଚାଲାଣ କରାହେଲା। ଏଇଟା ତ ଗୋଟେ ଇନଭେଷ୍ଟିଗେସନ ଚାଲିଛି କାଲିର ରାତିର 9:30 କଥା। ତ ଯାହା ଯେତିକି ବୁଝୁଥିଲୁ ତାର ହିଁ କ୍ଲୋଜ ଲୋକ ଯିଏ ଏ ପିଲା ମଠ ସାହିର, ସିଏ ଥିଲା ଥଟାରୀ ସାହିର। ମଠ ସାହିର ମଧ୍ୟ 2 ଜଣ ପିଲା ଯୋଉମାନେ ମଧ୍ୟ ସେମାନଙ୍କୁ ମରାମରି କରିଥିଲେ। ତାଙ୍କର ନିଜର ବଡ ବାପାର ପୁଅ ଭାଇମାନେ ମଧ୍ୟ ତା ଦେହରେ ଅଛନ୍ତି ଯୋଉମାନେ ତାଙ୍କର ନିଜ ଭାଇକୁ ଏଇଭଳିଆ ଆସଲ୍ଟ କରିଛନ୍ତି। ସେମାନେ ସନ୍ଦେହ କରୁଛନ୍ତି ମୋବାଇଲ ଏବଂ ଗୋଟେ ଅଟୋ ବ୍ୟାଟେରୀ ନେଇଯାଇଛି ବୋଲି। ଏଇ ସନ୍ଦେହରେ ସେମାନେ ତାକୁ କାହିଁକି ଆସୁଥିଲେ ବାରବୋରି ପଚାରିବ ବଡାପିଟା କରିଥିଲେ। ନିଶ୍ଚିତ ଯୋଉମାନେ ଏଭଳି ଘଟଣା ଘଟେଇଛନ୍ତି ତାଙ୍କର ଗିରଫ ସଂଖ୍ୟା ଆମର ବଢିବ ଏବଂ ନିଶ୍ଚିତ ଭାବେ ସେମାନଙ୍କୁ ଲିଗାଲ ଆକ୍ସନ ନିଆଯିବ। ଏବେ ସୁଦ୍ଧା କାଲି ଆମେ ବହୁ ଜାଗା ରେଡ୍ କରିଥିଲୁ ଆଉ ସେମାନଙ୍କୁ ଆମେ ଧରିପାରିଲୁ। ଆଜି କାଲି ଭିତରେ ମେଜର ଅଛି ସିଏ। ଏବେ ସୁଦ୍ଧା ତ ସେମାନଙ୍କର ଅଭିଯୋଗ 4 ଅଛନ୍ତି। ତ ଆମେ ବି ଟିକେ ଭିଡିଓ ଭଲସେ ଆଉ ଟିକେ ଦେଖିକିରି ଆମେ ସେଟାକୁ ଆପଣମାନଙ୍କୁ ଇନଫର୍ମେସନ